2026 ଆରମ୍ଭରୁ ସୃଷ୍ଟି ହେବ ନବପଞ୍ଚମ ରାଜଯୋଗ। ଏହି ନବପଞ୍ଚମ ରାଜଯୋଗ 3ଟି ରାଶି ପାଇଁ ଆଣିବାକୁ ଯାଉଛି ଖୁବ୍ ଖୁସି ଖବର। ଏମାନଙ୍କର ଧନ ସମସ୍ୟାର ହେବ ଅନ୍ତ, ଏମାନଙ୍କୁ ମିଳିବ ଭାଗ୍ୟର ସାଥ। ତେବେ କେଉଁ 3ଗୋଟି ରାଶିଙ୍କର ଭାଗ୍ୟ ବଦଳିବ 2026 ଆରମ୍ଭରୁ ଏହି ଭିଡ଼ିଓରେ ଆଲୋଚନା କରିବା ଆଗକୁ। ତେବେ ଭିଡ଼ିଓରେ ଆଗକୁ ବଢ଼ିବା ପୂର୍ବରୁ ଛୋଟ ଅନୁରୋଧ, ଆପଣମାନେ ଯଦି ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚିନ୍ତ ଲେଖନ୍ତୁ। ତେବେ ଆସନ୍ତୁ ଡେରି କରିବାନି, ଜାଣିବା 2026ର ଆରମ୍ଭରେ ନବପଞ୍ଚମ ରାଜଯୋଗ ଯେତେବେଳେ ସୃଷ୍ଟି ହେବ କେଉଁ 3ଗୋଟି ରାଶି ବିଶେଷ ଭାବରେ ଲାଭ ପାଇବେ ଏବଂ ଏମାନଙ୍କର ଧନ ସମ୍ପତ୍ତି ଏବଂ କ୍ୟାରିୟରରେ ଉନ୍ନତି ହେବ। 2026 ମସିହାର ଆରମ୍ଭରେ ଶନି ଏବଂ ବୁଧଙ୍କର ସଂଯୋଗ ନବପଞ୍ଚମ ରାଜଯୋଗ ସୃଷ୍ଟି କରିବ, ଯାହା ଅନେକ ରାଶି ପାଇଁ ଶୁଭ ସଂକେତ ଆଣିଦେଇଥାଏ। ଏହି ଯୋଗ କ୍ୟାରିୟରରେ ଉନ୍ନତି, ଆର୍ଥିକ ଲାଭ ଏବଂ ସାମାଜିକ ପ୍ରତିଷ୍ଠା ବୃଦ୍ଧି କରିଥାଏ ବୋଲି ବିଶ୍ୱାସ କରାଯାଏ। ଏହି ରାଜଯୋଗ ଗଠନ ଭାଗ୍ୟଶାଳୀ ରାଶି ପାଇଁ ବହୁତ ଶୁଭ ଆଣିଥାଏ। ନବପଞ୍ଚମ ରାଜଯୋଗ କ'ଣ ଅଟେ ସେ ସମ୍ପର୍କରେ ପ୍ରଥମେ ଜାଣିବା। ଦେଖନ୍ତୁ, 2026 ମସିହାର ଆରମ୍ଭରେ ଏକ ନିର୍ଦ୍ଦିଷ୍ଟ ଗ୍ରହ ସ୍ଥିତି ନବପଞ୍ଚମ ରାଜଯୋଗ ସୃଷ୍ଟି କରୁଛନ୍ତି। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଏହି ଯୋଗ ସେତେବେଳେ ଗଠିତ ହୁଏ ଯେତେବେଳେ କୁଣ୍ଡଳୀର ପଞ୍ଚମ ଏବଂ ନବମ ଘର ଏକ ସଂଯୋଗ ସୃଷ୍ଟି କରେ। ଜ୍ୟୋତିଷମାନଙ୍କ ଅନୁସାରେ ଏହି ଯୋଗର ଗଠନ ଅପ୍ରତ୍ୟାଶିତ ଲାଭ, କ୍ୟାରିୟର ଉନ୍ନତି ଏବଂ ଭାଗ୍ୟ ବୃଦ୍ଧିକୁ ମଧ୍ୟ ସୂଚିତ କରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ଏକ ଶୁଭ ରାଜଯୋଗ ଗଠନ କରେ ତାହେଲେ ସିଧାସଳଖ ପ୍ରଭାବ ସମଗ୍ର ଦେଶ ଏବଂ ବିଶ୍ୱ ଉପରେ ପଡ଼ିଥାଏ। ପ୍ରକୃତରେ 2026 ବର୍ଷର ଆରମ୍ଭରେ ଶନି ଏବଂ ବୁଧାଦିତ୍ୟ ବୁଧ 30 ବର୍ଷ ପରେ ନବପଞ୍ଚମ ରାଜଯୋଗ ଗଠନ କରିବାକୁ ଯାଉଛନ୍ତି। ନବପଞ୍ଚମ ରାଜଯୋଗ ଗଠନ ଅନେକ ରାଶିକୁ ଲାଭଦାୟକ କରିବ ଏବଂ ଆର୍ଥିକ ଲାଭ ମଧ୍ୟ ଆଣିବ। ତେବେ ଆସନ୍ତୁ ଜାଣିବା ଏହି ରାଶିଗୁଡ଼ିକର ଅନୁସନ୍ଧାନ କରିବା ଯେଉଁମାନଙ୍କର ନବପଞ୍ଚମ ରାଜଯୋଗ ଗଠନ ଯୋଗୁଁ ଭାଗ୍ୟ ଚମକିବ। ପ୍ରଥମ ରାଶିଟି ହେଉଛି ମିଥୁନ ରାଶି। ମିଥୁନ ରାଶି ପାଇଁ ନବପଞ୍ଚମ ରାଜଯୋଗ କ୍ୟାରିୟରର ଏକ ପ୍ରମୁଖ ମୋଡ଼ ଆଣିପାରେ। ଦୀର୍ଘ ଦିନ ଧରି ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ସମାପ୍ତ ହେବା ଆରମ୍ଭ ହେବ। ଆପଣମାନଙ୍କର ଚାକିରିରେ ଥିବା ଲୋକମାନେ ପଦୋନ୍ନତି କିମ୍ବା ନୂତନ ଦାୟିତ୍ୱ ନେଇପାରନ୍ତି। ବ୍ୟବସାୟୀମାନେ ନୂତନ ଗ୍ରାହକ ଏବଂ ଲାଭଜନକ ଡିଲ୍ କରିପାରନ୍ତି। ଏହି ସମୟ ପଢ଼ୁଥିବା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କ ପାଇଁ ମଧ୍ୟ ଅନୁକୂଳ ରହିବ। ଦ୍ୱିତୀୟ ରାଶିଟି ହେଉଛି କର୍କଟ ରାଶି। କର୍କଟ ରାଶି ପାଇଁ ଏହି ମିଶ୍ରଣ ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବ। ହଠାତ୍ ଆର୍ଥିକ ଲାଭ, ନିବେଶରୁ ଲାଭ ଏବଂ ଆୟର ନୂତନ ଉତ୍ସ ସୃଷ୍ଟି ହେବାର ସୂଚନା ରହିଅଛି। ପରିବାର ମଧ୍ୟରେ ଶାନ୍ତି ଏବଂ ଖୁସି ବୃଦ୍ଧି ପାଇବ। ସମ୍ପତ୍ତି ସମ୍ବନ୍ଧୀୟ ମାମଲା ଲାଭଦାୟକ ହୋଇପାରେ। ଭାଗ୍ୟ ଆପଣଙ୍କ ସପକ୍ଷରେ ଥିବାରୁ ନିଷ୍ପତ୍ତି ସଠିକ୍ ପ୍ରମାଣିତ ହେବ। ତୃତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ମକର ରାଶି। ମକର ରାଶି ପାଇଁ ନବପଞ୍ଚମ ରାଜଯୋଗ ଆତ୍ମବିଶ୍ୱାସ ଏବଂ ସମ୍ମାନ ବୃଦ୍ଧି କରିବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଉଚ୍ଚପଦସ୍ଥ ବ୍ୟକ୍ତିମାନଙ୍କଠାରୁ ସମର୍ଥନ ମିଳିବ। ସୃଜନଶୀଳ କ୍ଷେତ୍ର, ଗଣମାଧ୍ୟମ କିମ୍ବା ଶିକ୍ଷା ସହିତ ଜଡ଼ିତ ବ୍ୟକ୍ତିମାନେ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇପାରନ୍ତି। ପାରିବାରିକ ଜୀବନ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ସନ୍ତୁଳିତ ହେବ।